अरे मु आसु आसु कि कौन देखुची सीसीटीवी लगी तो जहाँ भी भल होती कहीं आम बापा घरटा हूँ भितर माने यहाँ हूँ रोड पाखे हूँ गाड़ी फाड़ी सब छड़ा हुए तो आम जी रोचु घरटा हूँ आगे दूर रे तो ये नजर सब किए रखिपारानी ना तो से सीसीटीवी लगी दीजिए भाई तो एमती घरे बसिक सब बड़े चली सीसीटीवी कौन हो कौन ना सब देखुं तो एमती चलती सीसीटीवी तो एबे आम आसीचु आम पुणी आउ गोटे रास्ता पाखे गोटे बाड़ी अच्छी से सब परिया फरिया लगाई तो सही आसचु तो ये सोरिष फुरीष सब गोटे लगी तो ये बैगण सब लगे तो ये बैगण फलूँ गोटे गोटे फलूँ तो एपटे सीम लगी तो कदली कांदी गोटे पड़ता तो ये टमाटो पियाज बंधाकोबी फूलकोबी तो एपटे सब शाग भाग लगी तो ये आमर पालंग शाग लगी मूला कुशुला शाग धनिया तो ये मो पुओ कौन करना से मूला गोटे तोड़े लाल गछटा तो कौन जा शागटा मैं काट दे धोई दे दे बाल्टी पानी अच्छे देख केते सुंदर देखा जाउची भाई सब प्रकार शाग लगी माने एते सुंदर ग्रीन ग्रीन देखा जाउची माने एठी सब रहिबा को इच्छा होची तो घर को आसला परे हमर भाउज मटन तैयारी करछंती तो काली के जेहेतु डिसेंबर 25 अच्छी तो तापाई आगर गुटे दिन आगर कर दिया होची मांस कहीं काली की गुरुवार अच्छी से तो एबे आम भाईर झील तुलसी सी तार स्कूल रे फंक्शन अच्छी तो से प्राक्टिस कर नाच A few moments later. तो एबे स्टेज ऊपर फाइनली से नाचुची A few moments later. तो एबे आमे आसीचु समस्ते आम घर पाखरे गोटे नुआ पार्क खोला है तो सहीटिकी तो शिखरपुर पाखापाखि जे भलसे जानी जे शिखरपुर गोटे नुआ पार्क खोला है तो सहीटिकी आसचु आम एबे तो बहुत सुंदर सजा है तो बेसी फूल गछ लगी तो ठेकुआ माछ आमर बिलाती मूषा तो एते सुंदर लगुच सन्ध्या बेला आसते बहुत सुंदर लगुच तो ये आमर कुंज वन भी अच्छी तो सहीटा भी देखा अरे देख पानी भी पड़ुच मस्त तो चारि पाखे एत मंडा गेंडू फूल होती सरी मंडा फूल बाहरीगला पार्टी तो आमर एपटे मंडा फूल कहते तो गेंडू फूल होती तो एबे कुंजवन देखुचे बहुत बढ़िया है ओरिजिनल फूल भाई देखा जाउची
ତ ଏବେ ଏମାନେ 2 ଜଣ ଖାଉଛନ୍ତି ପିଜ୍ଜା। ତୁଳସୀ ଚାହା। খাই বলি যে বড় যে ছোট মাছ খাই দেবো কি କେଜାଣି ମରି ଯିବା ନାଇଁ ବଞ୍ଚିଛି ଆହିରି ବଡ଼ ମାଛ ଗୁଡ଼ାକ ଅଛି। One hour later. ତ ଘରକୁ ଆସିଲା ପରେ ଆମେ ଦହିବରା ଖାଉଛୁ। ତ ଆହୁରି ବହୁତ ପିଠା ହେଇଛି, କ'ଣ ହେଇଛି ଦେଖାଉଛି ଆଗକୁ। ତ ମୋତେ ଏଇଠି ଗାଁରେ ବହୁତ ଭଲ ଲାଗେ, ଯେହେତୁ ସମସ୍ତେ ଖାଉଥିବୁ ବସିକି। ତ ଭୁବନେଶ୍ୱରରେ କ'ଣ ତ ଭଲ ଖାଅ ମନ୍ଦ ଖାଅ କେହି ନଥିବ ପାଖରେ। ତ ଏଇଠି ଆମେ ସମସ୍ତେ ବସିଛୁ, ଆମର ଦହିବରା ଖିଆ ସରିଲା ପରେ ପପକର୍ଣ୍ଣ ଖିଆ ହେଉଛି। ତ ଏଇଠି ଚୁଲିରେ ବସିଛି ଆମର ପୋଡ଼ ପିଠା। ତ କ୍ଷୀରି ବି ହେଇଛି, ମାନେ ଆମର ଏପଟେ କୁହନ୍ତି ଦୁଧ ଗେଣ୍ଡୁଳି ପିଠା। The next day. ତ କଦଳୀ ପତ୍ରରେ ସିଜାଣିଆ ପିଠା ବି ହେଇଛି। କିଛି ଦିନ ପରେ ତ ମୁଁ ଯେହେତୁ ଭୁବନେଶ୍ୱର ପଳେଇବି, ତ ସେଥିପାଇଁ ବାଡ଼ିକି ଆସୁଛୁ ଶାଗ କି ପରିବା କିଛି ନେଇକି ଯିବି ମୁଁ ଭୁବନେଶ୍ୱର। ତ ଆଜି ଆମର ଅଛି ମୋ ଜେଜେଙ୍କ ଶ୍ରାଦ୍ଧ, ତ ବଡ଼ ବାପାଙ୍କ ଘରେ ହେବ। ତ ମୁଁ ଆଗକୁ ଦେଖାଉଛି କ'ଣ ହେଉଛି କ'ଣ ନାହିଁ। ତ ଏବେ ଚାଲ ପରିବା ସବୁ ତୋଳିବା। ବହୁତ ବାଇଗଣ ହେଇଛି, ତ ସେଗୁଡ଼ାକ ବୋଉ ତୋଳୁଛନ୍ତି। ତ ଏମାନେ 2 ଜଣ ମୋ ସାଙ୍ଗରେ ଆସିଛନ୍ତି। ତ ସ୍କୁଟିରେ ମୋ ବୋଉକୁ ଆଉ 2 ଜଣଙ୍କୁ ବସେଇକି ନେଇକି ଆସିଛି। ତ କିଛି ଫୁଲ ବି ନେଇକି ଯିବା ଭାବୁଛି। ଗଛର ଭାଙ୍ଗିଦେଲା, ଦେଖା ଦେଖା। ହଁ ଆଇରନ୍ କଣ୍ଟା ଥାଏ ଜାଣିନ କି? ହାତରେ ପଡ଼ିଗଲା ମମା ଭାକି ଦେବ ଥା ଗଛ ମାରିଲୁ ଖରାର ତ ମୁଁ ଭାବିଲି ଫୁଲକୁ ବି କାହିଁ ଛାଡ଼ିବା, ତ ଫୁଲ ବି କିଛି ତୋଳିକି ନେଇଛି। ତ ଶାଗ ଫାଗ ବେଗରେ ଭର୍ତ୍ତି କରିଦେଇଛି। ତ ଏବେ ବାରି ଫୁଲର, ତ ଏବେ ଫୁଲ ତୋଳିକି ନେଇଯିବି ଭୁବନେଶ୍ୱର ଆମର। ନା ଫ୍ରି ଏମିତି ରହିବ, ରାତିର ପାଚିଆର ନେଇକି ତୁଳସୀର ବସିଦେନେ। ତ ବେଗ୍ ଫୁଲ୍ କରିକି ଶାଗ ମୂଳା ତ ନେଇକି ଚାଲିଲୁ ଆମେ ଘରକୁ। ତ ଏମାନେ ଏଠି ମୋ ଭଉଣୀ ଘର ଯୋଉଠି ପାଖରେ ଅଛି, ତ ସେମାନେ ଚଢ଼ି ଯାଇଛନ୍ତି ଛାତ ଉପରେ ଖେଳିବାରେ। ତ ଦେଖ ସୋରିଷ ଗଛ ଗୁଡ଼ାକ ଦେଖ ପୁରା ଏତେ ସୁନ୍ଦର ଦେଖାଯାଉଛି। ତ ଏବେ ଘରେ ପହଞ୍ଚିଲା ପରେ ମୁଁ ଆଗେ ମୂଳା ଗୁଡ଼ାକ ଧୋଇଦେଲି। କିଛି ସମୟ ପରେ नारायण चरणे अर्पयामि नारायण 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 संकल्पित कर्म छिद्रमस्तु अछिद्रमस्तु परिपूर्ण। ତ ଜେଜେ ଶ୍ରାଦ୍ଧ ଆଜି ଅଛି, ତ ସେଥିପାଇଁ ବଡ଼ ବାପାଙ୍କ ଘରେ ଆଜି ହେଉଛି। ତ ବାପା ଏଇଠି ଶ୍ରାଦ୍ଧ ଦେଉଛନ୍ତି। ତ ଆଜିର ଲୁକ୍ଟା ଟିକେ ଦେଖନ୍ତୁ। 2000 years later. ତ ଆମେ ଏବେ ବାହାରିଛୁ ଭୁବନେଶ୍ୱର ଯିବା ପାଇଁ। ଜଳେଶ୍ୱର ଷ୍ଟେସନରେ ଅଛୁ, ତ ଟ୍ରେନ୍କୁ ୱେଟ୍ କରୁଛୁ, ଟ୍ରେନ୍ ଆସିଲେ ଯିବା। ତ ଏବେ ଆମେ ଟିକେଟ୍ ଗୋଟେ କାଟିକି ଟ୍ରେନ୍ରେ ବସି ଯାଇଛୁ। ଏଇଠି ଲେଖା ହେଇଛି ଦେଖ, ଜଳେଶ୍ୱର ଟୁ ଭୁବନେଶ୍ୱର। ତ ଟ୍ରେନ୍ ଆଜି ଫାଙ୍କା ଥିଲା, ତ ବେଶୀ ଲୋକ ବି ନାହାନ୍ତି। ତ ସିଟ୍ ଖାଲି ପାଇକି ତ ଭାବିଲା ଜିତ୍ ଶୋଇଯିବ, ତ ଜିତ୍ ଏଠି ଶୋଇଯାଇଛି। 6 hours later. ତ ଏବେ ଆମେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚି ଯାଇଛୁ।
few moments later. ତ ଘରେ ପହଞ୍ଚିଲା ପରେ ମୁଁ ପ୍ରଥମେ ସବୁ ଶାଗ ଫାଗ ଯେତିକି ମୁଁ ଆଣିଥିଲି ସେଗୁଡ଼ାକ ସବୁ ବେଗରୁ କାଢ଼ି ଦେଇଛି। ତ କ'ଣ କ'ଣ ଶାଗ ଆଣିଛି ମୁଁ ଦେଖୁଛି। ଏଇଟା ପାଳଙ୍ଗ ଶାଗ ଆଣିଛି, ତାପରେ ଖୁସୁଳା ଶାଗ, ବାଇଗଣ, ମୂଳା, ସେଉ, ରସ ଆଳୁ, କଦଳୀ, ବଡ଼ି, ହଳଦିଆ ମୁଢ଼ି, ତାପରେ ଆମର ଶିମ୍ବ ରହିଲା, ପିତା ଶାଗ, ପିଠା ଯେତିକି ଆମର ହେଇଥିଲା ଆଣିଥିଲି ପିଠା। ତ ଆଉ ଛୋଟ ମୋଟ ଜିନିଷ ଏମିତି। ଯଦି ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଗୋଟେ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।